ହାଲେଲୁୟା। ପ୍ରଭୁ ଆମମାନଙ୍କୁ ପ୍ରଭୁଙ୍କ କାମ କରିବାକୁ ନିଯୁକ୍ତ କରିଛନ୍ତି। ହାଲେଲୁୟା। ସେଥିପାଇଁ ଆମେମାନେ କ'ଣ କରୁଛୁ ବୋଲି କହିଲେ ପ୍ରଭୁଙ୍କର କାମ କରୁଛୁ। ପ୍ରେଜ୍ ଦ ଲର୍ଡ। ଆମମାନଙ୍କର ରାଜା ମାଲିକ ଅଟନ୍ତି। ତାହାକୁ ସେ କହୁଛନ୍ତି ଏ ସାରା ପୃଥିବୀ ଆମର ଆକା। ହାଲେଲୁୟା। ଏ ସାରା ପୃଥିବୀ ଆମର। ଏବେ ରାଜାମାନେ ତମ୍ବା ପଟା ଯାକ ଦେଉଥିବେ। ମନେ ଅଛି କାର ତମ୍ବା ପତ୍ରରେ ପଟା ଯାକ ଦେଉଥିବେ। ଏଠି ଆମର ଏ ସରକାର ଗୋଟେ ପଟା ଦେଇଛନ୍ତି ନାଇଁ, ଗୋଟେ ପଟା ଦେଇଛନ୍ତି। ହେଲେ ଏଇ ଜାଗା ତମର ସେଇ ଜାଗା ତମର ବୋଲି କହିବା ପାଇଁ, ଖାଲି କରିକି ଖାଇବା ପାଇଁ ସେଟା ଦେଇଛନ୍ତି। ହାଲେଲୁୟା। ମାତ୍ର ଏ ମୂର୍ଖ ମନୁଷ୍ୟ କ'ଣ କରୁଛି ବୋଲି କହିଲେ, ମୂର୍ଖ ମନୁଷ୍ୟ ଏଇଟା ମୋର ବୋଲୁଛି। ହାଲେଲୁୟା। ଏଇଟା ମୋର, ସେଟା ମୋର, ସେଟା ମୋର। ହଁ, ଗରିବ ଲୋକମାନଙ୍କର ପେଟ ମାରି ଦେଇକିରି ଧନୀ ଲୋକମାନେ ହଜାର ହଜାର ଲକ୍ଷ ଲକ୍ଷ ଏକର ଜମି ଆକୁପାଇ କରୁଛନ୍ତି। ଭୟଙ୍କର ଭାବରେ ଲୋକମାନଙ୍କୁ ମାରପିଟ କରିକିରି ମରେଇ ଦେଇକିରି ଜମି ଯାକ ଜିକି ନେଇ ଯାଉଛନ୍ତି। ହାଲେଲୁୟା। କିନ୍ତୁ ପ୍ରଭୁ ଦେଖୁଛନ୍ତି ଏ ପୃଥିବୀ ସାରା ଯାହାଙ୍କର। ହାଲେଲୁୟା। ଲେଖା ହେଇଛି ଗୀତ ସଂହିତା 24 ଲେଖା ହେଇଛି, 104 ବି ଲେଖା ହେଇଛି, 24 ବି ଲେଖା ହେଇଛି। ମୁଁ ପଢ଼ିଦେବି ଯେ ତମ ମାନେ ଖାଲି ଶୁଣ। ହାଲେଲୁୟା। ପୃଥିବୀ ତୈର ପୂର୍ଣ୍ଣତା ଜଗତ ଓ ତନି ମଧ୍ୟ ସ୍ଥିତ ତନିବାସୀ ସମସ୍ତେ ସଦାପ୍ରଭୁଙ୍କର। ହାଲେଲୁୟା। ପୃଥିବୀ ଓ ତୈର ପୂର୍ଣ୍ଣତା ଜଗତ ଓ ତନିବାସୀ ସମସ୍ତେ ସଦାପ୍ରଭୁଙ୍କର, କାରଣ ସେ ସମୁଦ୍ର ଉପରେ ତାହା ସ୍ଥାପନ କରିଅଛନ୍ତି ଓ ନଦୀ ଉପରେ ତାହା ଦୃଢ଼ କରି ଅଛନ୍ତି। ହାଲେଲୁୟା। ଏବେ ଜଣଙ୍କର ଜମି ଜଣେ ନେଇଗଲେ କେମିତି ଲାଗବ? କେସ୍ କରବ କି ନାହିଁ? ହାଲେଲୁୟା। ହେଲେ ସଦାପ୍ରଭୁଙ୍କର ଜମି, ଏ ପୃଥିବୀ ପୁଣି ସଦାପ୍ରଭୁଙ୍କର। ହାଲେଲୁୟା। ପୃଥିବୀରେ ଥିବା ଜିନିଷ ସବୁ ପ୍ରଭୁଙ୍କର। ସେ ସବୁ ନିଜେ ତିଆରି କରୁଛନ୍ତି। ସମୁଦ୍ର ମଧ୍ୟ ତାହାଙ୍କର। ହାଲେଲୁୟା। ଏ ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ତାହାର ସବୁ ସେ କହିବାର ଏକା ହେଲା। ଏ ଗଛ ପତ୍ର ନଦୀ ନାଳ ସବୁ ସେ କହିବାର ଏକା ହେଲା। ହାଲେଲୁୟା। ପରମେଶ୍ୱର ସ୍ଥାପନ କରିଛନ୍ତି। ହେଲେ ଇଏ ମଣିଷ, ମୂର୍ଖ ମଣିଷ କ'ଣ କରୁଛି? ଏଇଟା ମୋର ବୋଲୁଛି। ମୋର ବୋଲିକରି ଏକରେ ଜମି କିସ୍ କରୁଛି, ଲକ୍ଷ ଲକ୍ଷ ଟଙ୍କାକୁ ବିକି ଦେଉଛି ନା ନାଇଁ? ହାଲେଲୁୟା। ମେଢ଼ ଘର ଉପରେ ଘର ବାନ୍ଧିକିରି ଭଡ଼ାକୁ ମଧ୍ୟ ଦେଇ ଦେଉଛି। ଅନ୍ୟାୟ ନାହିଁ କି? ହାଲେଲୁୟା। ପ୍ରଭୁ କହୁଛନ୍ତି ରେ ତତେ ମୁଁ ଖାଇବା ପାଇଁ ରହିବା ପାଇଁ ଦେଲାରୁ ତୁଇ ସୁଚାରେ ଅନ୍ୟାୟରେ ତୁଇ ବିକି ଖାଉଛୁ ସେଟା ବୋଲି ପ୍ରଭୁ ରାଗି ଯାଉଛନ୍ତି। ହାଲେଲୁୟା। ହେଲେ ପ୍ରଭୁ ଯେତେବେଳେ, ମୁଁ ଏ ବିଷୟ କହିବାର ବିଷୟ କ'ଣ ବୋଲେ, ବିଶ୍ୱାସରେ ଥିବା ଜଣେ ଦାସର କଥା ପଢ଼ୁଛି ଏଠି। ହାଲେଲୁୟା। ପ୍ରକାର ଲୋକକୁ ଦିଆଗଲା କ'ଣ? ଜମି। କେତେ ପ୍ରକାର ଲୋକକୁ? ଗୋଟିଏ ଭଲ ଦାସ ଆଉ ଗୋଟେ ମୂର୍ଖ ଦାସ। ବୁଝିଲ କି? ଦାସ ବୋଲି ଜାଣିଛ ତ? କାମ୍ବାରୀ। ଗୋଟେ ଭଲ କାମ୍ବାରୀ ବୋଲେ ଦାସ, ଭଲ ଦାସ, ଆଉ ଗୋଟେ ମଦୁଆ ଦାସ, ଖରାପଟା। ହେଲେ କ'ଣ କଲା? ଏ ଦୁଇ ଜଣଙ୍କର ପ୍ରଭୁ ମଧ୍ୟ ପ୍ରଭୁ ଯୀଶୁ ଆକା। ହାଲେଲୁୟା। ଏ ପୃଥିବୀରେ ତାଙ୍କୁ ବଞ୍ଚିବା ପାଇଁ ସମୟ ପ୍ରଭୁ ଦେଲେ, ଆୟୁଷ ଦେଲେ, ଆଉ ଭଲ ଜମି ବାଡ଼ ଦେଲେ, ଘର ଦ୍ୱାର ଦେଲେ, ପିଲା ଜିଲା ଦେଲେ, ସବୁ ବଞ୍ଚିବା ଖାଇବା ପିଇବା କିଛି ଅଭାବ ନାହିଁ। ହାଲେଲୁୟା। ହେଲେ ପ୍ରଭୁ କହିଲେ କ'ଣ ବୋଲି କହିଲି, ମୁଁ ଯାଉଛି ଗାଁକୁ। କୋଉଠି ଯାଉଛି? ଗାଁକୁ ଯାଉଛି। ମୁଁ ଆସିଲା ବେଳକୁ ତୁମେମାନେ କ'ଣ କରିବାର ଅଛି? ମୁଁ କହିଥିବା କାମ କରୁଥିବାର ଅଛି। ହାଲେଲୁୟା। ମୁଁ ଯେଉଁ କାମ କହିଥିବି, ଯେଉଁ ଜାଗା ଦେଇଥିବି, ଯେଉଁ ଘର ଦେଇଥିବି, ଯେଉଁ କାମ ଦେଇଥିବି, ସେ କାମ ତୁ କରୁଥିବାର ଅଛି। ହାଲେଲୁୟା। ଏସବୁ କଥା ଛାଡ଼। ଗୋଟେ ସାହୁକାର ପାଖରେ ଯଦି ତମ କାମକୁ ଯିବ,
ହାଲେଲୁୟା। ତମେ ଗୋଟେ ସାହୁକାର ପାଖରେ କାମ ଯିବ, ଦିନକୁ 250 ନହେଲେ 300 ଟଙ୍କା ନହେଲେ 500 ଟଙ୍କା ଦେବ କି ନାଇଁ? ହେଲେ ସାହୁକାରୀ ଘରେ ଥିବ, ସାହୁକାର କୋଉଠି ଥିବ? ଘରେ ଥିବ। ତମେ କୋଉଠି ଥିବ? ବିଲରେ ଥିବ। ହାଲେଲୁୟା। ତମେ କେତେଟା କାମ ଆରମ୍ଭ କରିବାର ଅଛି? 6ଟାରେ କାମ ଆରମ୍ଭ କରିବାର ଅଛି। ସନ୍ଧ୍ୟା 6ଟା ପର୍ଯ୍ୟନ୍ତ କାମ କଲେ ତତେ 500 ଟଙ୍କା ଦିଆଯିବ ବୋଲି କହିଲେ। ପ୍ରେଜ୍ ଦ ଲର୍ଡ। ହେଲେ ତୁ କ'ଣ ଭାବିଥିବୁ ବୋଲି କହିଲେ, ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ କାମ କରିବାର ଅଛି, ଆକା ଟିକେ ବସିବି ନାହିଁ କି ବୋଲି କହିବ ମୂଷା। ଟିକେ ମାମୁଲରେ କଷ୍ଟ ହେଲେ ବସିଲେ ବାଧା ନାହିଁ। ତୁ କାମ କରିବା ଟାଇମ୍ରେ ହାଟ ବଜାର ଯିବୁ, ମଦୁଆ ମାନସରେ ମିଶିବୁ, ସେଠି ତାସ ଖେଳ ଖେଳିବୁ, ମଦ ଆଣିକି ପିଇବୁ, ସମାନ ମାଲିକ ବାଡ଼େଇବ। ସେ କ'ଣ କହିବ? ହାଲେଲୁୟା। ସମାନ ମାଲିକ ପଳା ଆସିବ। ତୁ ମଦ ପିଉଥିବା ଟାଇମ୍ରେ ନାଇଁ ବୋଲି କହିଲେ, ତାସ ଖେଳିବା ଟାଇମ୍ରେ ନାଇଁ ବୋଲି କହିଲେ, ଖରାପ କାମ ତାର ଜମିରେ ଆକା କାମ କରୁଛୁ ବୋଲିକିରି ଭାବୁଥିବ। ସେ କିଏ? ମାଲିକ କାମ କରୁଛୁ ବୋଲି ଭାବୁଥିବ। ଆକୁ ସନ୍ଧ୍ୟାରେ 500 ଟଙ୍କା ଦେବାର ଅଛି, ଆକୁ କାମ ଲଗେଇଛି ବୋଲିକିରି ଭାବୁଥିବ। ମାତ୍ର ମାଲିକ ଆସିଲା ବେଳକୁ ତୁ ସେ ତାସ ଖେଳ ଖେଳୁଥିବୁ। ମାଲିକ ଆସିଲା ବେଳକୁ ତୁ ସେଠି ମଦ ପିଉଥିବୁ। ମାଲିକ ଆସିଲା ବେଳକୁ ତୁ ସେଠି ଖରାପ କାମ କରୁଥିବୁ। ମାଲିକ ଆସିଲା ବେଳକୁ ତୁ ଭ୍ର ଶୋଇ ଦେଇଥିବୁ। ସେ ପଇସା ଦେବ କି? ହାଲେଲୁୟା। କାହାକୁ ପଇସା ଦେବ? ମାଲିକ କହିଛି ଗୋଟେ ବିଶ୍ୱାସ ଦାସକୁ ଦେବ। ସେ କେମିତି? ସକାଳେ ଯେମିତି କାମ କରୁଥିଲା, ମଧ୍ୟାହ୍ନରେ ବି ସେମିତିଆ କାମ କରୁଛି, ଆଉ ସନ୍ଧ୍ୟାରେ ମଧ୍ୟ ସେଇ ପ୍ରକାର କାମ କରୁଛି। ମାଲିକ ଯେତେବେଳେ ଗଲେ, ସେ ମାଲିକ ଭାବିଲା ପୁଣି ଏମାନେ କାମ କରୁଛନ୍ତି ନାଇଁ ଟିକେ ଦେଖି ଆସିବି ବି ଭାବିଲା। ହାଲେଲୁୟା। ସେତେବେଳେ ସକାଳେ 8ଟାରେ ଗଲା ମାଲିକ। କେତେଟାରେ ଗଲା? 8ଟାରେ ଗଲା। କାମ କରୁଛନ୍ତି, ବଢ଼ିଆ କାମ କରୁଛି ସେ ଭଲ ଦାସ। ହାଲେଲୁୟା। ତାପରେ ଟକଇକିରି ଶୋଇ ଦେଇଛନ୍ତି। କ'ଣ ବୋଲିକରି ଘଣ୍ଟେ ବେଳେ ଗଲା। ସେତେବେଳେ ମଧ୍ୟ ସେମିତିଆ କାମ କରୁଛି। ହାଲେଲୁୟା। ତାକୁ ସେ 10 ଏକର 12 ଏକର ଜମି ଅଛି, ବିଲ ପରେ ବିଲ ସରେଇ ଦଉଛି ସେ ବିଶ୍ୱସ୍ତ ଦାସ। ହାଲେଲୁୟା। ହେଲେ ଘଣ୍ଟେ ବେଳେ ଗଲା, ଖାଇ ନକରେ ବାବୁ ବୋଲିଲେ, ଖାଇବି ଆଜ୍ଞା, ଏ କାମ ସରିଲା ପରେ ଖାଇବି ଆଜ୍ଞା ବୋଲୁଛି ସେ। ପ୍ରେଜ୍ ଦ ଲର୍ଡ। ହଉ ଠିକ ଅଛି, ମୁଁ ଟିକେ ଏଠି ଛିଡ଼ା ହେବି, ତୁ ଖାଇଦେ, ମୁଁ ତାପରେ ପଳେଇବି ବୋଲି କହିଲେ। ତାପରେ ସେ ଆଜ୍ଞା କହିଲା ପରେ କାମ ବନ୍ଦ କଲା, ପାଠାପାଠି ଖାଇ ଦେଇକରି ଆହୁରି କାମକୁ ପଳେଇଲା। କିଏ? ବିଶ୍ୱାସ ଦାସ। ହାଲେଲୁୟା। ତାପରେ ଠିକ ଅଛି, 2 ଥର ଗଲି, ଭଲ ରାଖା କାମ କରୁଛି। 3ଟାରେ ଯିବି, ଏ କାମ କରୁଥିବ କି ନାହିଁ ବୋଲିକରି 3ଟାରେ ଗଲେ ମଧ୍ୟ ସେମିତି ଆକା କାମ କରୁଛି। ହାଲେଲୁୟା। ସବୁ 10 ଏକର ଜମି ସବୁ କାମ ସରେଇ ଦେଇଛି ସନ୍ଧ୍ୟା ହେଲା ବେଳକୁ। ପ୍ରେଜ୍ ଦ ଲର୍ଡ। ଆଉ ଗୋଟେ ମୂର୍ଖ ଦାସକୁ 2 ଏକର ଜମି ଦେଲା। କେତେ ଏକର ଦେଲା? 2 ଏକର ଜମି। ତୁ କର ବାବୁ ବୋଲି କହିଲେ, ଗୋଟେ ବିଲ ମିଶା ତୋଷି ନାହିଁ, ଗୋଟେ ବିଲ ମଧ୍ୟ ତୋଷି ନାହିଁ। ତାର ସାଙ୍ଗମାନଙ୍କୁ ଆଣିକରି ମଦ ପିଉଛି ସେଠି। କ'ଣ କରିବ ଦାସ ଏବେ? ହାଲେଲୁୟା। ଇଏ ମାଲିକକୁ 100 ଏକର ଜମି ଅଛି, ତୋତେ ଦେଲା 10 ଏକର ଜମି ଭଲ କର ବୋଲିକିରି। ହାଲେଲୁୟା। ଆଉ ଜଣକୁ ମୂର୍ଖ ଦାସକୁ 2 ଏକର ଦେଲାରୁ ଏ 10 ଏକର ଜମିକୁ ଏ ଭଲ ଲୋକ କାମ କରିକି ଦେଖେଇ ଦେଲା। ପ୍ରେଜ୍ ଦ ଲର୍ଡ। ମାଲିକ କେତେ ଏକର ଜମି ଅଛି? 100 ଏକର ଜମି ଅଛି। ପ୍ରେଜ୍ ଦ ଲର୍ଡ। ସେଠି ମଧ୍ୟରୁ ଏ ବିଶ୍ୱାସ ଦାସକୁ 10 ଏକର ଦେଲା, ସେ ମୂର୍ଖ ଦାସକୁ 2 ଏକର ଦେଇଛି। ହେଲେ ଏ ଭଲ ଦାସ କିସ୍ କଲା? ପ୍ରଭୁ କହିବା କାମ, ତାଙ୍କର ମାଲିକ କହିବା କାମ ସବୁ କରିଦେଲା। ହାଲେଲୁୟା। କରିଦେଲା ପରେ ଦେଖିଲା ଯେ ତାଙ୍କ ମାଲିକ, ବାପରେ, ମୁଁ ଭାବିବାଠାରୁ, ମୁଁ ଯେମିତି ଭାବୁଥିଲି ତାଠାରୁ ବଢ଼ିଆ କାମ କଲା ଏ ଲୋକ ବୋଲି କହିକିରି ସେ ଥିବା 90 ଏକର ମଧ୍ୟ ତାକୁ ଆକା ଦେଇଦେଲା। ହାଲେଲୁୟା। ଦେଖ, 10 ଏକର ଭଲ କାମ କରିବାରୁ ଥିବା 90 ଏକର ମଧ୍ୟ ଦେଇଦେଲା। ସର୍ବସ୍ୱ ସେ ମାଲିକର ସବୁ ଜମି ଯେତିକି ଯାହା ଅଛି ସବୁର ଅଧିକାର ଦେଇଦେଲା ତାକୁ। ହାଲେଲୁୟା। ବାବୁ, ତୁ ଏ କାମ କରେ, ତୁଇ କେତେ ମତେ ଦେବା କଥା ସେତେ ଦେଇଦେ, ଆଉ ତୁଇ ଆରାମସେ ଖା, ତୋର ପିଲା ଜିଲା ସହିତ ଆରାମସେ ରହ ବୋଲି ପ୍ରଭୁ ତାକୁ ଆଶୀର୍ବାଦ
କରିଦେଲେ। ହାଲେଲୁୟା। ମାତ୍ର ଏ ଦୁଷ୍ଟ ଦାସ ପାଖକୁ ଗଲା, ଗୋଟେ ବିଲ ମିଶା ତସି ନାହିଁ। କୋଉଠି ଆଇବ ସେ ମାଲିକ, ଆଇବ ନାଇଁ ତା ବୋଲିକରି ମଦ ପିଇକରି ହାଟ ବଜାର ଯାଇକରି ଖରାପ ଲୋକ ସହିତ ମିଶିକିରି ସେ ଜମିରେ ଆକା ଯେଉଁ ଜମିରେ କାମ କରିବା କଥା ସେ ଜମିରେ ଆକା ମାନେ ଦୁଷ୍ଟ ଲୋକ ପରି ଯଦି ହେଉଥିବ ବୋଲେ ସମାନ ସେ ଭାବି ନଥିବ ଘଣ୍ଟେ ରାଇବ କି 4ଟା ରାଇବ କି 3ଟା ରାଇବ କି ବୋଲି ଭାବି ନଥିବ। ସଡନଲି ବାରାଇଲା ମାଲିକ। ହାଲେଲୁୟା। ସଡନଲି ମାଲିକ ଆସିଗଲାରୁ ଇଏ ମଦ ପିଇକରି ଖରାପ କାମ କରୁଛି। ଦେଖିଲା ତ ମାଲିକ ଆଉ। ହାଲେଲୁୟା। ପଇସା ଦେବ କି ତାକୁ? ପୋଲିସ ବାଲାଙ୍କୁ ଡାକଲା। ହାଲେଲୁୟା। କାହାକୁ ଡାକିଲା? ପୋଲିସ ବାଲାଙ୍କୁ ଡାକିକିରି ଆକୁ ହାତ ଗୋଡ଼େ ବାନ୍ଧି ପକାଅ ବୋଲି କହିଲା। ଆକୁ ହାତ ଗୋଡ଼େ ବାନ୍ଧି ଦେଇକିରି ଆକୁ ସେ ଅନ୍ଧକାରର ଜେଲରେ ପକାଇ ଦିଅ ବୋଲି କହିଲା। ହାଲେଲୁୟା। ଅନ୍ଧକାର ଜେଲ ତମେ ଜାଣିଛ କି ନା ଜାଣିଛ? ଅନ୍ଧକାର ଜେଲ ଭିତରେ ସୁରେଶ ଜେଲ ହେଲେ ఎప్పుడు ଜେଲ అజాన ତ అజాని ఎంబా వెరీ డేంజర్ ఎంబా। ହାଲେଲୁୟା। এই জেল ভিতরে আন্ধেরি মানে ହାଲେଲୁୟା ଭୟଙ୍କର ଆନ୍ଧେରେ ଦମ ଲିନ୍ତେସ୍ ଦମ କଟ କରିସେତାଏ 1 2 ଏମ୍ବା ସେଟିଆକା 1 ସେଟିଆକା 2 ଗନ୍ଧ ରହିପାରିବୁ ନାହିଁ, ପାଣି ମିଳିବ ନାହିଁ। ବୁଝିଲ? ସେଠି ଠେଲି ଦେଇକରି ପକେଇ ଦେବେ। ଏ ଲୋକକୁ ମୂର୍ଖ ଦାସକୁ ହାତ ଗୋଡ଼ ବାନ୍ଧି ଦେଲେ। କ'ଣ ବାନ୍ଧିଦେଲେ? ହାତ ଗୋଡ଼ ବାନ୍ଧି ଦେଇକରି ସେ ଅନ୍ଧକାର ଜେଲ ଭିତରେ ପକେଇ ଦେଲେ। ସେଠି ଥାରେ ତତେ ଭଲ କାମ ଦେଲେ ତତେ କାମ ଦେବ ନାହିଁ, ତୁ ସେଟା ଥା ବୋଲିକରି ଛୋଟ ହେଇଯା ସେଠି ମର ବୋଲି ସେ ପ୍ରଭୁ କ'ଣ କଲା? ପୋଲିସ ମାନଙ୍କୁ ଦେଇଦେଲା। ପୋଲିସ ମାନେ ବୋଲି ଜମମାନେ ସେମାନେ ବାଡ଼ଗା ଯାକ ଧରବେ, କୁଟା ମାରବେ, ଆଉ କିଛି କାମ ନାହିଁ। ହାଲେଲୁୟା। କିନ୍ତୁ ପ୍ରଭୁ କ'ଣ କଲେ? ବିଶ୍ୱାସ ଦାସକୁ ଆହୁରି 90 ଏକରା ଦେଲା। 10 ଏକରା ଦେଇଥିଲା, ଭଲ କାମ କଲା। ହାଲେଲୁୟା। ଆହୁରି 90 ଏକରା ଦେଲା। ଟୋଟାଲ 100 ଏକରା ସବୁ ସେ ମାଲିକ ଗୋଟେ ଏକରା ମିଶା ରଖିକି ନାହିଁ, ସବୁ ତାକୁ ଆଗେ ଦେଲା। କି ପାଇଁ ବୋଲି କହିଲେ? ବିଶ୍ୱାସ ତାକୁ 10 ଏକରା ଦେଲାରୁ 10ଟା ଦେଲା। ହାଲେଲୁୟା। 100 ଏକରା ଦେଲେ ଆହୁରି ତାର ଯେମିତି ଦେବା କଥା ସେମିତି ଦେବ। ହାଲେଲୁୟା। ସେ ଭଲଟା, ସେ ଲୋକ ଭଲଟା ବୋଲିକରି ବିଶ୍ୱାସ କରିକରି ବିଶ୍ୱାସରେ ଦେବ। ମାଲିକ ହେଉଛି ଆମ ପ୍ରଭୁ ଯୀଶୁ। ହାଲେଲୁୟା। ଏ ପୃଥିବୀ ଭଲ ଥିଲା, ଆଦାମକୁ ଦିଆଯାଇଥିଲା। ହାଲେଲୁୟା। କାହାକୁ ଦିଆଯାଇଥିଲା? ଆଦମକୁ। ପେଣ୍ଟାମା ଆଦମ କିଏ? ଫାଷ୍ଟ ପୁଅ, ଫାଷ୍ଟ ମନୁଷ୍ୟ। ପ୍ରଭୁ ଯୀଶୁ ତାର ରୂପବାନ ତାଲେ ତାର କେଉତଲେ କେପି କିଟେସି ଆଦମକି। ହାଲେଲୁୟା। ମାଟି ସହିତ ତିଆରି କଲା ବୋମା ତିଆରି କରିକିରି ଏ ନାସିକା ଏ ଦୁଇଟା କଣ ଅଛି ନାମକୁ ଅଛି ନା? ఇది ఏన తక్కి মানে పుంజి దికి ఇది ఈ రెండి ఏన తక్కి মানে నిశ్వాస అజల్ తక్కి వాయల్ తక్కి। హల్లెలూయా। ఇది మాపురు కేపి కిటేసి ఏన తక్కి సరే ఈ జిరుతా మంగో జీవ్ ఇతేసి। హల్లెలూయా। కిటేసి ఇంబా కిటేసి మంగో జీవ్ బాతే। ହାଲେଲୁୟା। ଏ ନାସିକା ରନ୍ଧ୍ରରୁ ଫୁଙ୍କ ଦେଇକରି ପରମେଶ୍ୱର ପ୍ରଭୁ ଯୀଶୁ ପ୍ରାଣବାୟୁ ପ୍ରବେଶ କରେଇଲେ। ହାଲେଲୁୟା। ସେଥିପାଇଁ ଆମେ ଜୀବିତ ପ୍ରାଣୀ ହେଲୁ। ହେଲେ କାଲି ମନୁଷ୍ୟ ତିଆରି କରିକି ଛାଡ଼ିଦେଲେ କି ପ୍ରଭୁ? ନାଇଁ, ମନୁଷ୍ୟ ତିଆରି କରିଦେଇକରି ତାକୁ ଗୋଟେ ସୁନ୍ଦର ସ୍ତ୍ରୀକୁ ଦେଲେ। ହାଲେଲୁୟା। ତୁ ଜଣେ ରହିବା ଠିକ ନାହିଁ, ତତେ ଗୋଟେ ଭଲ ସ୍ତ୍ରୀକୁ ଦେବି ବୋଲି ପ୍ରଭୁ ଦେଲେ। ଦେଲା ପରେ ଏମାନେ 100 ବର୍ଷ ଆରାମସେ ରହିଲେ। ଶୈତାନ ଆଇଲା, ତାପରେ ଆସିକିରି ବାଣୀ ବିକ୍ରି କରିଦେଲା। ଶୈତାନ ଆସିକିରି ବାଣୀ ବିକ୍ରି କରିଦେଲା, ତାଙ୍କୁ ବୁଲେଇ ଦେଲା। ଶୈତାନ ଆସିକିରି ତାଙ୍କୁ ଖରାପ କାମ କରିବାକୁ କହିଲା। ସେ ସତ୍ ଜ୍ଞାନଦାୟକ ଫଳ ସେମାନେ ଖାଇଦେଲା ପରେ ସେମାନେ ରଗୁଆ ହେଇଗଲେ, ଅଭିଶାପ ହେଇଗଲେ, ବାକା ପାଟିତରେ। ହାଲେଲୁୟା। ତାପରେ ଏ ପୃଥିବୀ ଶୈତାନ ହାତକୁ ବାହାରିଗଲା। କାହାର ହାତକୁ ବାହାରିଗଲା? ଶୈତାନ ହାତକୁ ବାହାରିଗଲା। ସେ ଏବେ କିସ୍ କରୁଛି? ଅନ୍ୟାୟରେ ଲୋକମାନଙ୍କୁ ବିକି ଖାଉଛି। ఇది నాదిరా, ఇది నాది, ఇది నాదిరా, ఇది ఒదికి, ఇది ఒదికి, ମଧୁଆ ମାନଙ୍କୁ ଦେଉଛି, ଦରିଦ୍ର ମାନଙ୍କୁ ଦେଉଛି,
ସାନି ଦାରି କାମ କରିବା ଲୋକମାନଙ୍କୁ ଦେଉଛି ତାର ହାତରେ ଅଛି ସେଟା। ହେଲେ ପ୍ରଭୁଙ୍କ ହାତରେ କେବେ ଆସିବ? ହାଲେଲୁୟା। ପ୍ରଭୁଙ୍କ ହାତରେ କେବେ ଆସିବ ବୋଲି କହିଲେ 1000 ବର୍ଷ ଶାସନ ସମୟରେ ଆସିବ। ହାଲେଲୁୟା। ପ୍ରଭୁ ଯୀଶୁ ओडे वानेसी एची पूटा ई पृथ्वी महाप्रभुवादी आत्ने पुंजीदेर की ई पृथ्वी शैतान की विनाश की तुनेसी महाप्रभु शैतान की इरा तुनेसी पाए तुनेसी ओडे अग्निकुंडता मेति तुनेसी प्रेज द लॉर्ड। तापरे ए पृथ्वी रे 1000 वर्ष शासन आने तापरे ए पृथ्वी रे 1000 वर्ष शासन आने ए शासनता महाप्रभु राजा आने सी। हालेलुया। माम डांबे लोक राजा आंतुनेमी ए टाइम ता महापुर तले मनमी ए पृथ्वी की 1000 मानक वर्ष ए पृथ्वी माम शासन कियाली बनमी। हालेलुया। सेमति का आशीर्वाद तुमको मत प्रभु देबाक जाउछंती आमको एमिति अधिकार जे महापुर तले मामु मनमी। प्रेज द लॉर्ड। महापुर एमबिया सर मामु एमबिया मनमी मामु डांबे मंडली महापुर डोकरी आने। हालेलुया। हाँ और काम किए कहीं लोक माने री काम किनी लोक माने री हाँ 5 लोक माने री कोटि कोटि दूत माने री। हालेलुया। डांबे डांबे लोक माने री ए से सब अछंती आमे माने प्रभु यीशु ख्रीष्ट को ठार थिबु राजा को पाकर रानी थिला परी। हालेलुया। आदम पाकर अबा थिला परी स्वामी पाकर स्त्री थिला परी यीशु पाकर आम थिबु। हालेलुया। एते आशीर्वाद प्रभु हमको करबाकू जाउछंती। प्रेज द लॉर्ड। आमे साधारण विषय भाबार नाही ए सब पाइबार अछि बोल कहले आमे माने प्रभु को ठारे विश्वस्त भाबरे देखा जिबार अछि। हालेलुया। आमे विश्वास भाबर न देखा जाय करी आमे मधुआर को सत्र मद पीकर बुलबु बोल कहले प्रभु आसे ताको द्विखंड कर दे पुनी काडगा तले द्विखंड कर दे करी ताको अंधकार रे पकाई देबे। हालेलुया। से प्रकार दुष्ट मान को दास रे दुष्ट मान को सता मिसबा नाही विश्वस्त दास होई रहबा। हालेलुया। प्रभु पठित वाक्य दे हम समस्त को आशीर्वाद करंतु। आमेन। सर प्रार्थना करिबा। सर्वशक्तिमान जीवंत कर सदा प्रभु आश्चर्य प्राकृत परमेश्वर हम तुम धन्यवाद करूछु आज वाक्य प्रभु आम को तुम सचेतन वाक्य देछ तुम धन्यवाद करूछु आम विश्वस्त दास होई रही पारिबु विश्वस्त दास होई प्रभु तुम ठारे आम लागि रही पारिबु से साहाय्य कर तुम सर्वस्व अधिकार हेबा पाई प्रभु आम विश्वास रहबु से साहाय्य कर मधुआ मान सत न मिसी खराब लोक मन सत न मिसी प्रभु व्यभिचार लोक मन सत न मिसी प्रभु तुम ठार लागि रहबु से साहाय्य कर हम समस्त तुम समर्पण करी तुम लोकमान तुम समर्पण करी यीशु को नाम प्रार्थना कले प्रभु। आमेन। हालेलुया।